Cheers. ଯାହା କହ ଅମନ ତୋ ବାପା ଜଣେ ଅଟୋ ଡ୍ରାଇଭର ହେଲେ ବି ସେ ତୋର ସବୁ ଇଚ୍ଛା ପୂରଣ କରୁଛନ୍ତି। ଆରେ ସାଙ୍ଗ କରିବେନି କେମିତି ରେ? ସେ ମୋ ସହିତ ଫ୍ୟୁଚରରେ ଲକ୍ଜରିୟସ୍ ଲାଇଫ ଜିଇବେ ନା, ତ ତାଙ୍କୁ ଏଟା କରିବାକୁ ପଡିବ ମୋ ପାଇଁ। ତାମାନେ ତୁ କହୁଛୁ ତୋ ବାପା ଜଣେ ସେଲଫିଶ। ଆରେ ଖାଲି ମୋ ବାପା ମା ନୁହଁରେ ସାଙ୍ଗ, ଦୁନିଆର ସବୁ ବାପା ମା ମାନେ ଗୋଟେ ଗୋଟେ ସେଲଫିଶ। ତାଙ୍କର ନିଜର ଆଶା ଓ ଲାଳସା ପୂରଣ କରିବା ପାଇଁ ସେମାନେ ଆମ ଉପରେ ଇନଭେଷ୍ଟ କରିଥାନ୍ତି। ଆରେ ସେଥିପାଇଁ ମୁଁ କୁହେ, ମୋ ବାପା ଅଟୋ ଚଲାନ୍ତୁ କି ଏରୋପ୍ଲେନ ଚଲାନ୍ତୁ, ବାସ୍ ମତେ ପଢିବା ପାଇଁ କଲେଜ ଫି ଦେବା ଦରକାର, ମତେ ବୁଲିବା ପାଇଁ ପକେଟ ମନି ମିଳିବା ଦରକାର। ଆରେ ଏହି ବୟସରେ ଯଦି ମୁଁ ଗାର୍ଲଫ୍ରେଣ୍ଡକୁ ନ ନେଇକି ସିନେମା ନ ଯିବି, ପାର୍କ ନ ଯିବି, କ୍ଲବ ନ ଯିବି, ତାହେଲେ ମୁଁ ଯିବି କେବେ ରେ? ଆଉ ବୟସ ଆସିବ? ଠିକ କହୁଛୁ ସାଙ୍ଗ। ଏ ବୟସରେ ତୁ ପାର୍କ ଯିବୁନି, କ୍ଲବ ଯିବୁନି, ଆୱାଜ କରିବୁନି, ତାହେଲେ କେବେ କରିବୁ? ଠିକ। ଏନ୍ଜୟ yourself। ସାଙ୍ଗ ମୋ ଧାରଣା ଥିଲା ତୁ ଗୋଟେ ଭଲ ପିଲା, ତୁ ଦୁନିଆର ସବୁ କିଛି ଜାଣିଛୁ, କିନ୍ତୁ ଏବେ ତୋ ସହ ମିଶିଲା ପରେ ଜାଣୁଛି ଯିଏ ନିଜ ବାପା ମାଆକୁ ରେସପେକ୍ଟ ଦେଇ ଜାଣି ସିଏ ମତେ ଆଉ କଣ ଶିଖେଇବ। ଶୁଣ, ତୋ ସହ ସମୟ ବିତେଇବା ଅପେକ୍ଷା ଘରେ ବାପା ମାଙ୍କ ସାଙ୍ଗରେ ମିଶିବାଟା ବହୁତ ଗୁଣରେ ଭଲ। ଆଉ ଗୋଟେ କଥା ମନେ ରଖ, ତୁ ଯୋଉ ଇଞ୍ଜିନିୟରିଂ କଲେଜରେ ପଢୁନୁ, ଯଦି ଆଜି ତୋ ବାପା ମା ତୋ ପଛରେ ନଥାନ୍ତେ ନା, ଇଞ୍ଜିନିୟରିଂ କଲେଜ କଥା ତ ଛାଡ, ସ୍କୁଲର ବାରଣ୍ଡା ବି ଦେଖିନଥାନ୍ତୁ। ଆଉ ଗୋଟେ କଥା ମନେ ରଖ, ଯଦି ଏ ବିଷୟରେ ତୁ ବୁଝିପାରୁନୁ, ଯାଇ ଗୋଟେ ଅନାଥ ପିଲାକୁ ପଚାରେ, ସେ ତୋତେ ସବୁ କିଛି ବତେଇ ଦବ। ଆସୁଛି ସାଙ୍ଗ। ଆରେ ଏ ସାଙ୍ଗ, କଣ ରେ ସେ ପଳେଇଲା? ତା କଥାଟା ମୋର ହଜମ ହେଲାନି ରେ ସାଙ୍ଗ। ଆଉ ତୁ କାହିଁ ଟେନସନ ନଉଛୁ ସାଙ୍ଗ? ତା କଥା ଧର ନା, ସିଏ କଣ ବୁଦ୍ଧି ଜ୍ଞାନୀ? ତା କଥା ଧରୁଛୁ, ଏତେ ଇମୋସନାଲ କାହିଁକି ହଉଛୁ? ତୁ ଏବେ ଟେନସନ ନା ସବୁ କଥା ନେଇ। ସେ ପଳେଇଲା, ମତେ ଭଲ ଲାଗୁନି। ହଁ ତୁ